ଏବେ ଗୋଟେ କପିର ରାଜ ଚାଲିଛି ସାର୍। ସମସ୍ତେ ଖାଲି କପି ପେଷ୍ଟ, ସେ ସଙ୍ଗୀତ ହଉ କପି ପେଷ୍ଟ, ସେ ପାଠ୍ୟକ୍ରମ ହଉ କପି ପେଷ୍ଟ, ଯେମିତି ଆମ ଓଡ଼ିଶା ସରକାର ଏନସିଆରଟିର ବହିକୁ ଯେମିତି କପି ପେଷ୍ଟ। ଯଦି ଆମ ବହି ଏତେ ଖରାପ ଥିଲା ତାହେଲେ ମଧୁବାବୁ ଭଳିଆ ଲୋକ କେମିତି ବାହାରିଲେ? ଯଦି ଆମ ବହି ଏତେ ଖରାପ ଥିଲା, ଏତେ ବଡ଼ ବଡ଼ ବରିଷ୍ଠ ଏବଂ ଆମର ରାଷ୍ଟ୍ରପତି ମଧ୍ୟ ସେଇଠୁ ବାହାରିଛନ୍ତି, ଆମର ଶିକ୍ଷାମନ୍ତ୍ରୀ ମଧ୍ୟ ସେଇଠୁ ବାହାରିଛନ୍ତି, ଆମର ମୁଖ୍ୟମନ୍ତ୍ରୀ ମଧ୍ୟ ସେଇଠୁ ବାହାରିଛନ୍ତି। ତାହେଲେ ଆମେ ଯାହା ପଢ଼ିଥିଲେ ତାହା କ'ଣ ସବୁ ଖରାପ ଥିଲା? ହଠାତ୍ କରି ତାକୁ କାହିଁ ପରିବର୍ତ୍ତନ କରିଦେଲେ? ଅଭିଯାନର ମୂଳ ଲକ୍ଷ୍ୟ ହେଲା ଲୋକଙ୍କୁ ଜାଗ୍ରତ କରିବା এবং ଲୋକଙ୍କର ବ୍ୟବସ୍ଥା ଯେଉଁ ମନର ଯେଉଁ ବ୍ୟବସ୍ଥା ରହିଛି, ଯେଉଁ ପାଠ୍ୟକ୍ରମ ହେଉ ବା ଶିକ୍ଷା ବ୍ୟବସ୍ଥା ହେଉ ବା ଏମ୍ପ୍ଲୟମେଣ୍ଟ ଆଉ ଏଜୁକେସନ୍ ଭିତରେ ଯେଉଁ ଗ୍ୟାପ୍ଟା ରହିଯାଇଛି, ଶହ ଶହ ପିଲା ଆଜି ଏଜୁକେଟେଡ଼ କିନ୍ତୁ ଏମ୍ପ୍ଲୟମେଣ୍ଟ ପାଉନାହାନ୍ତି। ତେଣୁ এই ଏମ୍ପ୍ଲୟମେଣ୍ଟ ଆଉ ଏଜୁକେସନ୍ର ଯେଉଁ ଗ୍ୟାପ୍ଟାକୁ ଆମେ କେମିତି ମିଶାଇ ପାରିବା, ଯେତିକି ପିଲା ଏଜୁକେଟେଡ଼ ହେବେ ସେମାନେ କେମିତି ଏମ୍ପ୍ଲୟମେଣ୍ଟ ପାଇବେ, ସେଥିପାଇଁ ଜନଜାଗରଣର ମୂଳ ଲକ୍ଷ୍ୟ ଯେ ଲୋକଙ୍କ ଭିତରେ ପରିବର୍ତ୍ତନ ଆଣିବା। ଆଉ ଲୋକଙ୍କ ଭିତରେ ପରିବର୍ତ୍ତନ ନ ଆସିଲେ ଶିକ୍ଷାର କେବେ ବିକାଶ ହୋଇପାରିବନି। ତାର ମୂଳ କାରଣ ହେଲା ସାର୍ ଏମ୍ପ୍ଲୟମେଣ୍ଟ ଆଉ ଏଜୁକେସନ୍। ଯଦି ସମସ୍ତଙ୍କୁ ଆମେ ଏଜୁକେଟେଡ଼ କରିଦେବା, ଏବେ ଗୋଟେ କପିର ରାଜ ଚାଲିଛି ସାର୍। ସମସ୍ତେ ଖାଲି କପି ପେଷ୍ଟ, ସେ ସଙ୍ଗୀତ ହଉ କପି ପେଷ୍ଟ, ସେ ପାଠ୍ୟକ୍ରମ ହଉ କପି ପେଷ୍ଟ, ଯେମିତି ଆମ ଓଡ଼ିଶା ସରକାର ଏନସିଆରଟିର ବହିକୁ ଯେମିତି କପି ପେଷ୍ଟ। ତ କପି ପେଷ୍ଟ କରିକି ଆମେ ଆମର ତ ଯେଉଁ ଶିକ୍ଷା ବ୍ୟବସ୍ଥା ଓଡ଼ିଆ ବ୍ୟବସ୍ଥା ଥିଲା ତା ତ ବହୁତ ବଢ଼ିଆ ଥିଲା, ତୁମ ପରି ଛୋଟ ପିଲାଟେ ତ ବହୁତ ବଢ଼ିଆ ଥିଲା। ଆମେ କ'ଣ ପାଇଁକି ଇଂରାଜୀର ଏନସିଆରଟି ବହିକୁ କପି ପେଷ୍ଟ କରି ତାକୁ ଓଡ଼ିଆ ମାଧ୍ୟମରେ ପ୍ରକାଶ କରିବା? ଏହା କିଭଳିଆ ଜଟିଳ ପ୍ରକୃତିର ବ୍ୟକ୍ତିବିଶେଷମାନଙ୍କର ଚିନ୍ତାଧାରା। ଯଦି ଆମ ବହି ଏତେ ଖରାପ ଥିଲା ତାହେଲେ ମଧୁବାବୁ ଭଳିଆ ଲୋକ କେମିତି ସେଠି ବାହାରିଲେ? ଯଦି ଆମ ବହି ଏତେ ଖରାପ ଥିଲା, ଏତେ ବଡ଼ ବଡ଼ ବରିଷ୍ଠ ଏବଂ ଆମର ରାଷ୍ଟ୍ରପତି ମଧ୍ୟ ସେଇଠୁ ବାହାରିଛନ୍ତି, ଆମର ଶିକ୍ଷାମନ୍ତ୍ରୀ ମଧ୍ୟ ସେଇଠୁ ବାହାରିଛନ୍ତି, ଆମର ମୁଖ୍ୟମନ୍ତ୍ରୀ ମଧ୍ୟ ସେଇଠୁ ବାହାରିଛନ୍ତି। ତାହେଲେ ଆମେ ଯାହା ପଢ଼ିଥିଲେ ତାହା କ'ଣ ସବୁ ଖରାପ ଥିଲା? ହଠାତ୍ କରି ତାକୁ କାହିଁ ପରିବର୍ତ୍ତନ କରିଦେଲେ? ଯଦି କୌଣସି ଲିଡରର କାମ ହେଲା କିଛି ପରିବର୍ତ୍ତନ ଆଣିବା, ଯିଏ ଲିଡରସିପ୍ କରିବ ସେ କିଛି ପରିବର୍ତ୍ତନ ଆଣିବ ବା ବିକାଶ କରିବା ପାଇଁ ଚେଷ୍ଟା କରିବ। କାରଣ ଏବେ କାହିଁ କରୁଛନ୍ତି? ଯେହେତୁ ସେମାନେ ବର୍ତ୍ତମାନ ଶାସନ ଆସନରେ, ଯେଉଁ ଦେଖନ୍ତୁ ବିଜେଡ଼ି ଯେତେବେଳେ ଶାସନରେ ଥିଲା ସେ ଆନ୍ଦୋଳନ କରୁନଥିଲା, ବିଜେପି ଯେତେବେଳେ ଶାସନକୁ ଆସିବା ପାଇଁ ଚେଷ୍ଟା କଲା ସେ ଆନ୍ଦୋଳନ କଲା। ତେଣୁ ମୁଁ କହିବା କଥା, ଅଭିଯାନ ନ କଲେ ଆନ୍ଦୋଳନ କେମିତି ଆସିବ? ତେଣୁ ଅଭିଯାନ ସେମାନେ ଆରମ୍ଭ କରିଥିଲେ, ତାପରେ ଆନ୍ଦୋଳନ ରୂପ ନେଲେ ଏବଂ ସରକାରକୁ ଆସିଲେ। ଦେଖନ୍ତୁ, ଏହା ଗୋଟେ ଶାସନ ସଚିବଙ୍କ ହିସାବରେ ସେ କ'ଣ ଥିଲେ ବା କ'ଣ ଅଛନ୍ତି ସେ ବିଷୟରେ କହିବାଟା ଠିକ୍ ହେବ ନାହିଁ, କିନ୍ତୁ ବର୍ତ୍ତମାନ ତାଙ୍କର ରିଟାୟାରମେଣ୍ଟ ପରେ ଯାହା ପଦକ୍ଷେପ ନେଇଛନ୍ତି ତାହା ସମାଜକୁ ନିଶ୍ଚୟ ଦିଗଦର୍ଶନ ଦେବ ବୋଲି ମୋର ଆଶା ବିଶ୍ୱାସ।